ओम गायत्री नमः। दिव्यात्मा ଆପଣମାନଙ୍କର ଦୃଷ୍ଟିକୁ ମୁଁ ଆଜି ଏକ ସୁନ୍ଦର ପ୍ରସଙ୍ଗକୁ ଆଣିବାକୁ ଚାହୁଁଛି। ଏହି ପ୍ରସଙ୍ଗଟି ହେଉଛି ବାସ୍ତବ ଆନନ୍ଦର ଉତ୍ସ କିଏ? ଦିବ୍ୟାତ୍ମା ଆମେମାନେ ତ ସମସ୍ତେ ଆନନ୍ଦ ପଛରେ ଧାବିତ ହେଉଛନ୍ତି, କିନ୍ତୁ ବାସ୍ତବ ଆନନ୍ଦ ଆମେମାନେ ପାଉନାହାନ୍ତି। ତାର କାରଣ ହେଉଛି ଆନନ୍ଦର ବାସ୍ତବ ଉତ୍ସ ଆମେମାନେ ଏପର୍ଯ୍ୟନ୍ତ ଜାଣିପାରିନା। ଦିବ୍ୟାତ୍ମା ଏହି ହୁଏତ କୁହନ୍ତି ମାଛ ମାଂସ ହେଉଛି ସେମାନଙ୍କର ଆନନ୍ଦର ଉତ୍ସ। କେହି କହେ ମଦ ବୋତଲଟିଏ ଧରିଦେଲେ ସିଏ ଅପାର ଆନନ୍ଦ ଲାଭ କରେ, ତେଣୁ ମଦ ବୋତଲ ହେଉଛି ତା ପାଇଁ ଆନନ୍ଦର ଉତ୍ସ। ତେବେ ଆପଣ କୁହନ୍ତୁ, ଯାହା ବାସ୍ତବ ଆନନ୍ଦର ଉତ୍ସ ତା କଣ କେବେ ପରିବର୍ତ୍ତିତ ହୁଏ କି? ଆଜି ଯୋଉଟା ଆନନ୍ଦର ଉତ୍ସ, କାଲି ଯଦି ତାହା ଆନନ୍ଦର ଉତ୍ସ ହେଇ ନ ପାରିଲା, ତେବେ ତାହା ବାସ୍ତବ ଆନନ୍ଦର ଉତ୍ସ ନୁହଁ। ଦିବ୍ୟାତ୍ମା ପିଲାଟିଏ ଯେତେବେଳେ ସ୍କୁଲକୁ ଯାଇନାହିଁ, ସେତେବେଳେ ବାପା ମା ପାଖରେ ସେ ଅଳି କରେ ଏକ ଖେଳନାଟିଏ ପାଇଁ। ଖେଳନାଟିଏ ଯେବେ ସେ ପାଇଯାଏ, ତେବେ ସେ ଅନେକ ଆନନ୍ଦ ଅନୁଭବ କରେ। କିନ୍ତୁ ଯେତେବେଳେ ସେ ବଡ଼ ହେଇକରି ସ୍କୁଲକୁ ଯାଏ, ବାପା ମା ତା ପାଇଁ ସେଇ ପୁରୁଣା ଖେଳନା ଆଣି ଦିଅନ୍ତି। ସେତେବେଳେ ସେ ରାଗି କରି ଖେଳନା ଫୋପାଡ଼ି କହେ, ବାପା ମୁଁ ଆଉ ଛୋଟ ପିଲା ନୁହଁ, ଖେଳନା ଧରି ଖେଳିବାର ବୟସ ମୋର ଚାଲି ଯାଇଛି। ବର୍ତ୍ତମାନ ମୋ ପାଇଁ ଗୋଟିଏ ସ୍କୁଲ ବ୍ୟାଗ ଆଣିଦିଅ। ଦେଖନ୍ତୁ, କିଛି ବର୍ଷ ପୂର୍ବରୁ ଖେଳନା ଥିଲା ଆନନ୍ଦର ଉତ୍ସ, କିନ୍ତୁ ବର୍ତ୍ତମାନ ସ୍କୁଲ ବ୍ୟାଗ ହେଲା ଆନନ୍ଦର ଉତ୍ସ। ଆଉ କିଛି ବର୍ଷ ପରେ ଯେତେବେଳେ ସେ ସ୍କୁଲ ଏଜୁକେସନ ସାରି କଲେଜକୁ ଆସିଲା, ସେତେବେଳେ ବାବା ପାଖରେ ଅଳି କଲା ତାର ଏକ କଲେଜ ବ୍ୟାଗ ଦରକାର, ତାର ଏକ ଲ୍ୟାପଟପ ଦରକାର କିମ୍ବା ଏକ ଗାଡି ଦରକାର। ଏ ସମସ୍ତ ଜିନିଷ ଯେତେବେଳେ ସେ ପାଇଲା, ସେତେବେଳେ ସେ ଅନେକ ଆନନ୍ଦ ଅନୁଭବ କଲା। ଭାବନ୍ତୁ ତ, ଯାହା ବାସ୍ତବ ଆନନ୍ଦର ଉତ୍ସ ତାହା କଣ କେବେ ପରିବର୍ତ୍ତିତ ହୁଏ କି? ଜଣେ ହୁଏତ କହୁଛି ମିଠା ହେଉଛି ମୋର ଆନନ୍ଦର ଉତ୍ସ, ରସଗୋଲା ହେଉଛି ମୋର ଆନନ୍ଦର ଉତ୍ସ। କିନ୍ତୁ ଗୋଟିଏ ଦୋକାନରୁ ସେ ରସଗୋଲା କିଣିବାକୁ ଯାଇଛି ଏବଂ ସେ ଦୋକାନୀକି କହିଦେଇ ଆସିଛି, ମୁଁ ଫେରିଲା ବେଳକୁ ଏଇ ମୋ ଲାଗି ଏଇ 2 କେଜି ମିଠା ରଖିଥିବ, ମୁଁ ନେଇକରି ଯିବି। ସମୁଦାୟ 2 କେଜି ମିଠା ତା ନିକଟରେ ଅଛି। ଅନ୍ୟ ଜଣେ କିନ୍ତୁ ଆସିଲା, କହିଲା ଭାଇ ମୁଁ ମିଠା ଦେବି। ଦୋକାନୀ ଜଣକ କହିଲା, ମିଠା ଜଣେ କହିଛନ୍ତି ନବା ନା, ମୁଁ ସେ ଯେତିକି ଅର୍ଥ ଦେଇଛନ୍ତି ମୁଁ ତାର 2 ଗୁଣ ଅର୍ଥ ଦେବି। ଦୋକାନୀ ଜଣକ ପ୍ରଲୋଭିତ ହେଇକରି ଅଧିକ ଅର୍ଥ ନେଇକରି ତାକୁ ମିଠା ଦେଇଦେଲା। ପ୍ରଥମ ବ୍ୟକ୍ତି ଯେତେବେଳେ ଆସିଲା, ସେ ମିଠା ପାଇଲା ନାହିଁ। କୁହନ୍ତୁ ତ, ଯାହା ଆନନ୍ଦର ଉତ୍ସ, କଣ ପାଇଁ ବ୍ୟକ୍ତି ଜଣକ ସେ ଆନନ୍ଦ ପାଇଲା ନାହିଁ? ଆଉ ଗୋଟେ କଥା ଆପଣମାନେ ଦେଖନ୍ତୁ, ମଦୁଆଟିଏ ମଦ ବୋତଲ ଯେତେବେଳେ ପାଉଛି, ତାକୁ ସେ ଆନନ୍ଦର ଉତ୍ସ ବୋଲି ଭାବୁଛି। ମଦ ଦୋକାନରେ ବସିକରି ସେ ଆନନ୍ଦ ମନରେ ମଦ ପିଇକି ଚାଲିଛି। ହଠାତ୍ କେହି ଜଣେ ଆସିକରି କହିଲା, ଆରେ ତୁ କଣ ଏଠି ମଦ ପିଉଛୁ, ସାରେ ତୋର ଭାଇର ଆକ୍ସିଡେଣ୍ଟ ହେଇଛି। କୁହନ୍ତୁ, ଯୋଉ ମଦ ଲୋକଙ୍କ ପାଟି ଭିତରକୁ ଯାଇଛି, ତାହା ପେଟ ଭିତରକୁ ଯିବ ନା ବାହାରକୁ ଚାଲିଯାଇଛି। ବର୍ତ୍ତମାନ ମଦ ଆଉ ତାର ପାଇଁ ଆନନ୍ଦର ଉତ୍ସ ହବ ନାହିଁ।
ମଦ ବୋତଲ ଫୋପାଡ଼ି ଦେଇକରି ସେ ଭାଇ ନିକଟକୁ ଯିବାକୁ ତତ୍ପର। ତେବେ କୁହନ୍ତୁ ବାସ୍ତବ ଆନନ୍ଦର ଉତ୍ସ କିଏ? ଦିବ୍ୟାତ୍ମା ବାସ୍ତବ ଆନନ୍ଦର ଉତ୍ସ ହେଉଛି ସେଇଟା ଯାହା କେତେବେଳେ ପରିବର୍ତ୍ତିତ ହୁଏ ନାହିଁ। ଆପଣଙ୍କ ପାଇଁ ଯୋଉଟା ଆନନ୍ଦର ଉତ୍ସ, ଯଦି ମୋ ପାଇଁ ସେଇଟା ଆନନ୍ଦର ଉତ୍ସ ହେଇପାରିଲା, ତାହା ହେଉଛି ବାସ୍ତବ ଆନନ୍ଦର ଉତ୍ସ। ଛୋଟ ପିଲାର ଯୋଉଟା ଥିଲା ଆନନ୍ଦର ଉତ୍ସ, ଯଦି ବଡ ହବା ପରେ ବି ସେଇଟା ତାର ଆନନ୍ଦର ଉତ୍ସ ହେଇ ରହିଲା, ତେବେ ତାହା ହେଉଛି ବାସ୍ତବ ଆନନ୍ଦର ଉତ୍ସ। ଭାବନ୍ତୁ ତ କୋଉଟା ହବ ଆନନ୍ଦର ଉତ୍ସ? ଦିବ୍ୟାତ୍ମା ଯାହା ଛୋଟ ପିଲାକୁ ଆନନ୍ଦ ଦଉଥିଲା, ବୟସ୍କ ବ୍ୟକ୍ତିକୁ ବି ସମାନ ଆନନ୍ଦ ଦଉଛି, ତାହା ହେଉଛି ବାସ୍ତବ ଆନନ୍ଦର ଉତ୍ସ। ଆଉ ଗୋଟିଏ କଥା, ଆନନ୍ଦର ଉତ୍ସରୁ ଆପଣ ଯେତେ ଆନନ୍ଦ ଆଣିଲେ ବି ଅପର ପାଇଁ ବି ସେତିକି ଆନନ୍ଦ ରହିବ। ଆପଣ ଯଦି ଗୋଟିଏ ଆନନ୍ଦ ଉତ୍ସରୁ 100 ନେଇ ଆସିଲେ, ଅନ୍ୟ ଜଣଙ୍କ ପାଇଁ ବି 170 ରହିବ। ତେବେ କଣ ସେ ଆନନ୍ଦର ଉତ୍ସ? ଦିବ୍ୟାତ୍ମା ଆପଣ ନିଶ୍ଚିତ ଭାବରେ ଭାବିପାରିଥିବେ, ତାହା ହେଉଛି ବାପାର ସ୍ନେହ ଶ୍ରଦ୍ଧା ଏବଂ ମାର ଭଲ ପାଇବା। ଛୋଟ ପିଲା ପାଇଁ ବାପା ମାଙ୍କର ସ୍ନେହ ଶ୍ରଦ୍ଧା ଯେତିକି ଆବଶ୍ୟକ, ଏକ ବୟସ୍କ ବ୍ୟକ୍ତି ପାଇଁ ମଧ୍ୟ ବାପା ମାଙ୍କର ସ୍ନେହ ଶ୍ରଦ୍ଧା ସେତିକି ଆବଶ୍ୟକ। ଶାସ୍ତ୍ର କହେ ଭାରତବର୍ଷର ସଂସ୍କୃତିର ଯଜ୍ଞ ହେଉଛନ୍ତି ପିତା ଏବଂ ମା ହେଉଛନ୍ତି ଗାୟତ୍ରୀ। ଦେଖନ୍ତୁ, ଏ ହେଉଛି ସମସ୍ତଙ୍କ ପାଇଁ ଆନନ୍ଦର ଉତ୍ସ। ଛୋଟ ପିଲାର ସଂସ୍କାର ଯଜ୍ଞ ମାଧ୍ୟମରେ ହୁଏ, ବୟସ୍କ ବ୍ୟକ୍ତି ମାନେ ମଧ୍ୟ ଯଜ୍ଞ କାର୍ଯ୍ୟ କରି ପରମ ଆନନ୍ଦ, ପରମ ଦିବ୍ୟାନନ୍ଦ ଲାଭ କରନ୍ତି। ଗାୟତ୍ରୀ ମାଙ୍କର ଆଶୀର୍ବାଦ ନବା ପାଇଁ ସମସ୍ତେ ବ୍ୟାକୁଳ। ଯଜ୍ଞ ସତ କର୍ମର ପ୍ରତୀକ ଏବଂ ଗାୟତ୍ରୀ ସତ ବୁଦ୍ଧିର ପ୍ରତୀକ। এই দুইটিର ଯଦି ସମାନ ହେଇଯିବ, ଆମେ ମାନେ ପାଇଯିବା ବାସ୍ତବ ଆନନ୍ଦର ଉତ୍ସ। ଦିବ୍ୟାତ୍ମା ଆସନ୍ତୁ, କ୍ଷଣଭଙ୍ଗୁର ଆନନ୍ଦ ପଛରେ ଆମେ ମାନେ ଭାବିତ ହବା ନାହିଁ, ଯାହା ଶାଶ୍ୱତ, ଯାହା ଚିରନ୍ତନ, সেই ବାସ୍ତବ ଆନନ୍ଦର ଉତ୍ସ ପ୍ରତି ଆମେ ମାନେ ଆମର ଧ୍ୟାନ କେନ୍ଦ୍ରିତ କରିବା। ପରମାତ୍ମାଙ୍କୁ ଆମେ ପ୍ରାର୍ଥନା କରିବା, ହେ ପ୍ରଭୁ, ମୁଁ ଅବିନଶ୍ୱର ଆନନ୍ଦ ପଛରେ ଭାବିତ ହବାକୁ ଚାହୁଁଛି, ଶାଶ୍ୱତ ଆନନ୍ଦ ପଛରେ ଭାବିତ ହବାକୁ ଚାହୁଁଛି। ମତେ ଆଶୀର୍ବାଦ କରନ୍ତୁ, ଯେଭଳି ଭାବରେ ଶାଶ୍ୱତ ଆନନ୍ଦର ଉତ୍ସ ମୁଁ ପାଇପାରିବି ଏବଂ ମୋର ଦେଶକୁ ମୁଁ ଜଗତ ଗୁରୁ କରିବି।